ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣ ପ୍ରସବଣ ପରିସରରେ ଚାଲିଥିବା 11ଶ ବାର୍ଷିକ ହଟକେଶ୍ୱର ମକର ମହୋତ୍ସବର ଶନିବାର ଥିଲା ଚତୁର୍ଥ ସଂଧ୍ୟା। ଏଥିରେ ମକର ମହୋତ୍ସବ କମିଟି ସଭାପତି ତଥା ବିଧାୟକ ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବିଜେଡି ନେତା ମନ୍ମଥ ରାଉତରାୟ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ଗୀତା କଲେଜର ପ୍ରଫେସର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମଧୁସୂଦନ ସୁବୁଦ୍ଧି, ଚିଲିକା ପଞ୍ଚାୟତର ସରପଞ୍ଚ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାରପଲ୍ଲୀ କମିଟିର ସଭାପତି ରବୀନ୍ଦ୍ର କୁମାର ରାୟପ୍ରୀତମ, ସମ୍ପାଦକ ବିରଞ୍ଜି କୁମାର ଜଗଦେବ, କୋଷାଧ୍ୟକ୍ଷ ଧର୍ମାନନ୍ଦ ମହାନ୍ତି ଏବଂ ମନ୍ଦିର ପୁରୋହିତ ନାରାୟଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିନେତ୍ରୀ ଶୀତଲ ପାତ୍ରଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ବେଗୁନିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷକ ଅଖିଳେଶ ମହାପାତ୍ର ସଭା ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାକୁ ନବକିଶୋର ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ଶିଶିର ଆଚାର୍ଯ୍ୟ, ସାଗର ବରାଳ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ ସୁଧାକର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଖୋର୍ଦ୍ଧାର ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ, ପଲିଟିକାଲ ଘଟି ଓଡ଼ିଶା। କିନ୍ତୁ ହଟକେଶ୍ୱର କୃପାରେ ମକର ମହୋତ୍ସବ କମିଟିର ଜଣେ ସକ୍ରିୟ ସଭ୍ୟ ଏବଂ ମକର ମହୋତ୍ସବର ସମସ୍ତ କାର୍ଯ୍ୟଭାର ଉପରେ ନିୟୋଜିତ ରହିଛି। ଦ୍ୱିତୀୟ ବର୍ଷରେ ଏ ମାଟି ହେଉଛି ରତ୍ନଙ୍କର ମା। ଏ ମାଟି ହେଉଛି ଅଗ୍ନିଗୁରୁଙ୍କର ନିବାସ ସ୍ଥଳୀ। ତାଙ୍କ ନାମାନୁସାରେ ଏ ମାଟିର ନାଁ ହେଉଛି ଅଗ୍ନି ଏବଂ ଖୋର୍ଦ୍ଧାର 31ଟି ଗଡ଼ ମଧ୍ୟରୁ ଅଗ୍ନି ଗଡ଼ ହେଲା ଅନ୍ୟତମ, ଯାହାକୁ ପାଇକର ଗଡ଼ ବୋଲି କୁହାଯାଏ। ବୀର ଗଜପତି ରାଜାଙ୍କର ଗଡ଼ ଏଠି ସ୍ଥାପନ କରି ରହିଥିଲେ ଏବଂ ଏ କ୍ଷେତ୍ର ମଧ୍ୟ ଏ ମାଟି ହେଉଛି ଶିବଙ୍କର ତପସ୍ୟାର କ୍ଷେତ୍ର। ଶିବ ଯେତେବେଳେ ତପସ୍ୟା କରୁଥିଲେ ଏହି ସମୟରେ ରତି ତାଙ୍କ ତପସ୍ୟା ବନ୍ଦ କରିବା ପାଇଁ ଏଠିକି ଆସିଥିଲେ। ସେହି ସମୟରେ ଶିବ ରାଗରେ ଜର୍ଜରିତ ହୋଇ ଯେତେବେଳେ ଅଗ୍ନିବର୍ଷଣ କରି ବର୍ତ୍ତକୁ ଭସ୍ମ କରିଥିଲେ ଏବଂ କାମମାନ ମାରିଥିଲେ, ସେ କାମମାନର ନାମାନୁସାରେ କାମଦେବ ମନ୍ଦିର ଅଦ୍ୟାବଧି ଏ ନିକଟରେ 500 ମିଟର ଦୂରରେ ଅବସ୍ଥିତ ଏବଂ ସେ ତ୍ରିପୁର କ୍ଷେତ୍ରର ଅଗ୍ନିସ୍ଫୁଲନ ଯେଉଁଠାରେ ପଡ଼ିଥିଲା ସେଠି ଅଗ୍ନି ଯୁବକ ଶ୍ରବଣର ଉତ୍ପତ୍ତି ଏବଂ ଏଥିରେ ଯେଉଁ ସଲ୍ଫର ଅଛି ଏହା ବିଭିନ୍ନ ଚର୍ମ ରୋଗ ଦୂର କରିବା ପାଇଁ ବିଶ୍ୱ ପ୍ରସିଦ୍ଧ ଏବଂ ବିଶ୍ୱର ଗୋଟେ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳୀ ଭାବେ ଏ ଅଞ୍ଚଳ ବିଖ୍ୟାତି ଲାଭ କରିଛି। जय बाबा हटेश्वर मो 22 नंबर चौधर जिला परिषद प्रकाश चंद्र साहू आज मकर महोत्सव आज माननीय विधायक कुमार साहू बाघमारी चारि पाखर शांति हाथीर फरेस्ट डिपार्टमेंट आगामी वर्ष विनाशाय च धर्म संस्थापनार्थाय संभवामि मिनिमम 70 कोटी टका हेले पर्यटन स्थल बहुत दूर लोक आसुଛନ୍ତି। सरकार को अनुरोध रहा
କୌଣସି ରାଜନୀତି ଏଠି ଆବଶ୍ୟକ ନାହିଁ। ଆମକୁ ଦରକାର ଯାହା ଭଲ ହୁଏ ଆପଣ ଦେଖିବେ ବିଗତ ଦିନରେ ମହୋତ୍ସବ ଆହୁରି ଆଗକୁ ଯିବ। PRGI ସ୍ୱୀକୃତିପ୍ରାପ୍ତ ଓଡ଼ିଆ ଖବରକାଗଜ ଖବର ପଛର ଖବର ଏବଂ ଆମ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି ନ୍ୟୁଜ ଓ ପଲିଟିକାଲ ଖଟି ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା ବ୍ଲକ ମହାନଗର ନିଗମ ମ୍ୟୁନିସିପାଲିଟି ଏବଂ NSC ଅଞ୍ଚଳରେ ସାମ୍ବାଦିକ ଆବଶ୍ୟକ ରହିଛି। ତେବେ ଯୋଗାଯୋଗ ପାଇଁ କଲ୍ କରନ୍ତୁ 9668421545